ନମସ୍କାର। ନବମ ଶ୍ରେଣୀ ଭୂଗୋଳର ଦ୍ୱିତୀୟ ଅଧ୍ୟାୟ ଭାରତର ନଦୀ ଉପରେ ଆଧାରିତ ଏହି ତଥ୍ୟଭିତ୍ତିକ ବିଶ୍ଳେଷଣକୁ ସ୍ୱାଗତ। ଏହି ଆଲୋଚନା ମାଧ୍ୟମରେ ଆମେ ଆଜି ନଦୀ ବ୍ୟବସ୍ଥାର ମୂଳ ଧାରଣାଗୁଡ଼ିକୁ ଅତି ସହଜରେ ବୁଝିବାକୁ ଚେଷ୍ଟା କରିବା। ଆମ ଦେଶର ବିଶାଳ ଭୌଗୋଳିକ ଚିତ୍ରକୁ ଏହି ନଦୀଗୁଡ଼ିକ କିପରି ରୂପ ଦେଇଛନ୍ତି ତାହା ଖୁବ୍ ରୋଚକ। ତେବେ ଆଉ ବିଳମ୍ବ ନକରି ଆସନ୍ତୁ ସିଧାସଳଖ ଆମର ବିଷୟବସ୍ତୁ ଭିତରକୁ ପ୍ରବେଶ କରିବା। ଆଚ୍ଛା, ଭାରତ ହେଉଛି ଏକ ନଦୀମାତୃକ ଦେଶ। ଏ କଥା ତ ଆମେ ସମସ୍ତେ ଜାଣୁ। କିନ୍ତୁ କେବେ ଚିନ୍ତା କରାଯାଇଛି କି ଆମର ଏହି ପ୍ରାକୃତିକ ଭୂଗୋଳ କିପରି ନଦୀଗୁଡ଼ିକର ଗତିପଥକୁ ନିୟନ୍ତ୍ରଣ କରେ? ଆମ ଚାରିପାଖରେ ଥିବା ପର୍ବତ, ମାଳଭୂମି ଏବଂ ସମତଳ ଅଞ୍ଚଳ କେବଳ କେତୋଟି ସ୍ଥିର ମାଟି ବା ପଥରର ଖଣ୍ଡ ନୁହନ୍ତି। ପ୍ରକୃତରେ ସେଗୁଡ଼ିକ ହିଁ ସ୍ଥିର କରନ୍ତି ଜଳ କେଉଁଠୁ ବାହାରିବ, କେଉଁ ରାସ୍ତାରେ ଯିବ ଏବଂ ଶେଷରେ କିପରି କୋଟି କୋଟି ଜୀବନକୁ ବଞ୍ଚାଇ ରଖିବ। ଆଜିର ଏହି ଆଲୋଚନାରେ ଆମେ କେଉଁ ସବୁ ବିଷୟ ଉପରେ ନଜର ପକାଇବା ଆସନ୍ତୁ ତାର ଏକ ରୂପରେଖା ଦେଖିନେବା। ପ୍ରଥମେ ପ୍ରାଥମିକ ଧାରଣା ଓ ଜଳ ବିଭାଜିକା। ଦ୍ୱିତୀୟରେ ନଦୀ ପ୍ରବାହର ବିଭିନ୍ନ ବିନ୍ୟାସ। ତୃତୀୟରେ ହିମାଳୟର ଚିରସ୍ରୋତା ନଦୀ। ଚତୁର୍ଥରେ ଉପଦ୍ୱୀପୀୟ ଅଞ୍ଚଳର ଋତୁକାଳୀନ ନଦୀ। ପଞ୍ଚମରେ ହ୍ରଦ ଓ ଏହାର ଉପଯୋଗିତା ଏବଂ ଶେଷରେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ନଦୀ ପ୍ରଦୂଷଣ ଓ ଆମର ଭବିଷ୍ୟତ। ତେବେ ଆସନ୍ତୁ ଆରମ୍ଭ କରିବା ଆମର ପ୍ରଥମ ବିଭାଗରୁ, ପ୍ରାଥମିକ ଧାରଣା ଏବଂ ଜଳ ବିଭାଜିକା। କାରଣ ମୂଳଦୁଆର ମଜବୁତ ନ ହେଲେ ଧାରଣା ସ୍ପଷ୍ଟ ହେବ ନାହିଁ। ପ୍ରଥମ ଶବ୍ଦଟି ହେଉଛି ନଦୀ ଅବବାହିକା କିମ୍ବା ରିଭର ବେସିନ୍। ଏହାକୁ ଠିକ୍ ଏକ ବିଶାଳ ପାତ୍ର ବା ଜଳ ସଂଗ୍ରହକାରୀ ସ୍ଥାନ ଭାବରେ କଳ୍ପନା କରାଯାଇପାରେ। ଯେତେବେଳେ ବର୍ଷା ହୁଏ କିମ୍ବା ପାହାଡ଼ରୁ ବରଫ ତରଳେ, ବିଭିନ୍ନ ଦିଗରୁ ଛୋଟ ଛୋଟ ନାଳ ବା ଜଳଧାରା ସବୁ ଆସି ଗୋଟିଏ ମୁଖ୍ୟ ନଦୀରେ ମିଶିଯାଆନ୍ତି। ତେଣୁ ଏହି ମୁଖ୍ୟ ନଦୀ ଏବଂ ତାର ସମସ୍ତ ଉପନଦୀ ମିଶି ଯେଉଁ ସମ୍ପୂର୍ଣ୍ଣ ଅଞ୍ଚଳରୁ ପାଣି ସଂଗ୍ରହ କରନ୍ତି, ସେହି ପୂରା ଅଞ୍ଚଳଟି ହେଉଛି ସେହି ନଦୀର ଅବବାହିକା। ସତରେ ଏହା ଯେମିତି ଗୋଟିଏ ନଦୀର ନିଜସ୍ୱ ସାମ୍ରାଜ୍ୟ। ଏବେ ଆସିଲା ଆଉ ଏକ ମଜାଦାର କଥା, ଜଳ ବିଭାଜିକା ବା ୱାଟର ଡିଭାଇଡ୍। ଟିକେ ଭାବନ୍ତୁ ତ, ପାଖାପାଖି ଥିବା ଦୁଇଟି ନଦୀର ପାଣି ପରସ୍ପର ସହ ନ ମିଶି ଅଲଗା ହୋଇ କେମିତି ବହେ? ଏହାର କାରଣ ହେଉଛି ଭୂମିର ଉଚ୍ଚତା। ପଶ୍ଚିମଘାଟ ପର୍ବତମାଳା କିମ୍ବା ହିମାଳୟ ପରି କୌଣସି ବି ପର୍ବତ ବା ଉଚ୍ଚଭୂମି ଯେତେବେଳେ ଦୁଇଟି ନଦୀ ଅବବାହିକା ମଝିରେ ଏକ ବିଶାଳ ପ୍ରାଚୀର ପରି ଠିଆ ହୋଇଯାଏ, ସେତେବେଳେ ଜଳ ଆପେ ଆପେ ବିଭାଜିତ ହୋଇ ଦୁଇଟି ଭିନ୍ନ ଦିଗକୁ ବହିଯାଏ। ବାସ୍, ଏହା ହିଁ ହେଉଛି ଜଳ ବିଭାଜିକା। ବର୍ତ୍ତମାନ ଆମେ ଦ୍ୱିତୀୟ ବିଭାଗକୁ ଯିବା, ଯେଉଁଠି ଆମେ ଦେଖିବା ନଦୀ ପ୍ରବାହର ବିଭିନ୍ନ ବିନ୍ୟାସ କିମ୍ବା ପ୍ୟାଟର୍ନ। ଆମର ଭୂପ୍ରକୃତି ଅର୍ଥାତ୍ ଅଞ୍ଚଳର ଢାଳୁ ଓ ସେଠାରେ ଥିବା ପଥରର ଗଠନ ପ୍ରକୃତରେ ଜଳର ଗତିପଥ ପାଇଁ ଏକ ସ୍ଥପତି ବା ଇଞ୍ଜିନିୟର ଭଳି କାମ କରେ। ଏହି ପ୍ରାକୃତିକ ଗଠନକୁ ନେଇ ମୁଖ୍ୟତଃ ଚାରୋଟି ନଦୀ ବିନ୍ୟାସ ସୃଷ୍ଟି ହୁଏ। ସେଗୁଡ଼ିକ ହେଲା ବୃକ୍ଷାକୃତି, ସମାନ୍ତର, ଛତ୍ରାକୃତି ଏବଂ ଆୟତାକୃତି। ମାଟି ତଳେ ପଥର କେତେ ଟାଣ ଅଛି କିମ୍ବା ପାହାଡ଼ର ଢାଳୁ କେମିତି ଅଛି, ତାହା ହିଁ ସ୍ଥିର କରେ ଯେ ନଦୀଟି କେଉଁ ସୁନ୍ଦର ଢାଞ୍ଚାରେ ଆଗକୁ ବଢ଼ିବ। ଉଦାହରଣ ସ୍ୱରୂପରେ ବୃକ୍ଷାକୃତି ବିନ୍ୟାସକୁ ଟିକେ କଳ୍ପନା କରାଯାଉ। ଏହା ପୂରାପୂରି ଏକ ବଡ଼ ଗଛର ବିସ୍ତାରିତ ଡାଳ ପରି ଲାଗେ, ଯେଉଁଠି ଛୋଟ ଛୋଟ ଉପନଦୀଗୁଡ଼ିକ ପତ୍ର ଓ ଶାଖା ପ୍ରଶାଖା ପରି ମିଶିଥାନ୍ତି। କିନ୍ତୁ ଅନ୍ୟପକ୍ଷରେ ଛତ୍ରାକୃତି ବିନ୍ୟାସଟି ସମ୍ପୂର୍ଣ୍ଣ ଭିନ୍ନ। ଗୋଟିଏ ଗମ୍ବୁଜାକାର ଉଚ୍ଚ ପାହାଡ଼ ଉପରୁ ଯେତେବେଳେ ଚାରିଆଡ଼କୁ ପାଣି ଖସିଆସେ, ତାହା ଠିକ୍ ଏକ ଖୋଲା ଛତା ପରି ଦେଖାଯାଏ। ନଦୀଗୁଡ଼ିକୁ ଏହିପରି ଚିତ୍ର ମାଧ୍ୟମରେ ମନେ ରଖିଲେ ଭୌଗୋଳିକ ଶବ୍ଦଗୁଡ଼ିକ କେତେ ସହଜ ଲାଗେ, ନୁହେଁ କି? ଆମର ପରବର୍ତ୍ତୀ ବିଭାଗ ହେଉଛି ଉତ୍ତର ଭାରତର ଜୀବନରେଖା, ହିମାଳୟର ଚିରସ୍ରୋତା ନଦୀ ବ୍ୟବସ୍ଥା। ହିମାଳୟରୁ ବାହାରିଥିବା ଏହି ବିଶାଳ ନଦୀଗୁଡ଼ିକ ହେଉଛନ୍ତି ଚିରସ୍ରୋତା। ଏହାର ସିଧାସଳଖ ଅର୍ଥ ହେଉଛି ଏମାନଙ୍କ ପାଖରେ ବର୍ଷା ସାରା ପାଣିର ଟିକେ ବି ଅଭାବ ରହେନାହିଁ। ଗୋଟିଏ ପଟେ ବର୍ଷାଦିନେ ପ୍ରଚୁର ବର୍ଷାଜଳ ଏବଂ ଅନ୍ୟପଟେ ଖରାଦିନେ ଉଚ୍ଚ ପର୍ବତରୁ ତରଳୁଥିବା ବରଫ ଏହି ନଦୀଗୁଡ଼ିକୁ ସବୁବେଳେ ଜୀବନ୍ତ ରଖେ। ଏମାନଙ୍କର ସ୍ରୋତ ଏତେ ଭୟଙ୍କର ଶକ୍ତିଶାଳୀ ଯେ ଯୁଗ ଯୁଗ ଧରି ବହିବା ଫଳରେ ସେମାନେ ପ୍ରାଚୀନ ଓ କଠିନ ପଥରକୁ କାଟି ଦେଇଛନ୍ତି। ଆଉ ସେହି କଟା ପଥର ମଝିରେ ଭି ଆକୃତିର ଗଭୀର ଖାତ ଏବଂ ଇଂରାଜୀ ଅକ୍ଷର ଆଇ ପରି କ୍ୟାନିୟନ ସବୁ ସୃଷ୍ଟି କରିଛନ୍ତି। ଏହା ପ୍ରକୃତିର ଅଦ୍ଭୁତ କ୍ଷମତା ଛଡ଼ା ଆଉ କ'ଣ ହୋଇପାରେ? ଏବେ ଏହି ସଂଖ୍ୟାଟି ଉପରେ ଟିକେ ଧ୍ୟାନ ଦିଆଯାଉ। 2900 କିଲୋମିଟର। ଏହା ହେଉଛି ସିନ୍ଧୁ ନଦୀର ମୋଟ ଦୈର୍ଘ୍ୟ। ପୃଥିବୀର ଯେତେ ସବୁ ଦୀର୍ଘତମ ନଦୀ ଅଛି, ସେଥିମଧ୍ୟରୁ ଏହା ଗୋଟିଏ। ଏହି ବିଶାଳ ଦୈର୍ଘ୍ୟ କେବଳ କୌଣସି ସାଧାରଣ ସଂଖ୍ୟା ନୁହେଁ। ଏହା ପ୍ରମାଣ କରେ ଯେ ଗୋଟିଏ ନଦୀ
ତିବ୍ବତର ଉଚ୍ଚ ପାର୍ବତ୍ୟ ଅଞ୍ଚଳରୁ ବାହାରି ଭାରତ ଦେଇ ପାକିସ୍ତାନର ଆରବ ସାଗରରେ ପହଞ୍ଚିବା ପର୍ଯ୍ୟନ୍ତ କେତେ ଲମ୍ବା ଯାତ୍ରା ଅତିକ୍ରମ କରେ। ଆଉ ଗୋଟିଏ ଆଶ୍ଚର୍ଯ୍ୟଜନକ ସଂଖ୍ୟା ହେଉଛି 20%। ସିନ୍ଧୁ ନଦୀ ଜଳ ଚୁକ୍ତି ଅନୁସାରେ ଏହି ବିଶାଳ ନଦୀ ବ୍ୟବସ୍ଥାର ମୋଟ ଜଳରୁ ଭାରତ କେବଳ 20% ଜଳ ବ୍ୟବହାର କରିପାରିବ। ହଁ, ମାତ୍ର 20%। ଏହି ଗୋଟିଏ ତଥ୍ୟରୁ ହିଁ ସ୍ପଷ୍ଟ ହୋଇଯାଏ ଯେ ଭୌଗୋଳିକ ନଦୀଗୁଡ଼ିକ କିପରି ଅନ୍ତର୍ଜାତୀୟ ସମ୍ପର୍କ, ଚୁକ୍ତି ଏବଂ ଭୂ-ରାଜନୀତି ସହ କେତେ ଗଭୀର ଭାବେ ଜଡ଼ିତ। ବିଶାଳ ନଦୀଗୁଡ଼ିକ ଯେତେବେଳେ ଗୋଟିଏ ଦେଶର ସୀମା ପାର ହୋଇ ଅନ୍ୟ ଦେଶରେ ପଶନ୍ତି, ସେମାନେ ଯେମିତି ନିଜର ବେଶଭୂଷା ବଦଳାଇ ଦିଅନ୍ତି। ଉଦାହରଣ ସ୍ୱରୂପ ବ୍ରହ୍ମପୁତ୍ର ନଦୀକୁ ନିଆଯାଉ। ଭାରତରେ ଏହା ବ୍ରହ୍ମପୁତ୍ର, କିନ୍ତୁ ତିବ୍ବତରେ ଏହାକୁ ସାମ୍ପୋ ଏବଂ ବାଂଲାଦେଶରେ ଯମୁନା କୁହାଯାଏ। ସେହିପରି ଆମର ପବିତ୍ର ଗଙ୍ଗା ନଦୀ ବାଂଲାଦେଶରେ ପହଞ୍ଚିବା କ୍ଷଣି ତାହା ପଦ୍ମା ନାମରେ ପରିଚିତ ହୁଏ। ନଦୀ ଗୋଟିଏ, କିନ୍ତୁ ବିଭିନ୍ନ ଅଞ୍ଚଳରେ ତାର ନାଁ ଏବଂ ସାଂସ୍କୃତିକ ପରିଚୟ ଅନେକ। ଏବେ ଆମେ ଯିବା ଚତୁର୍ଥ ବିଭାଗକୁ, ଦକ୍ଷିଣ ଭାରତ ବା ଉପଦ୍ୱୀପୀୟ ଅଞ୍ଚଳର ଋତୁକାଳୀନ ନଦୀ। ଯଦି ଆମେ ଉତ୍ତର ଓ ଦକ୍ଷିଣ ଭାରତର ନଦୀଗୁଡ଼ିକୁ ତୁଳନା କରିବା, ତେବେ ବହୁତ ବଡ଼ ପାର୍ଥକ୍ୟ ଦେଖିବାକୁ ମିଳିବ। ଏକ ପାଖରେ ହିମାଳୟର ନଦୀଗୁଡ଼ିକ ବିଶାଳ, ଗଭୀର ଏବଂ ବର୍ଷାସାରା ପ୍ରବାହିତ ହେଉଛନ୍ତି, କିନ୍ତୁ ଅନ୍ୟ ପାଖରେ ଦକ୍ଷିଣ ଭାରତର ଉପଦ୍ୱୀପୀୟ ନଦୀଗୁଡ଼ିକର କାହାଣୀ ସମ୍ପୂର୍ଣ୍ଣ ଭିନ୍ନ। ସେଗୁଡ଼ିକ ମୁଖ୍ୟତଃ ବର୍ଷା ଉପରେ ନିର୍ଭର କରନ୍ତି, ମାନେ ସେଗୁଡ଼ିକ ଋତୁକାଳୀନ। ଏହି ନଦୀଗୁଡ଼ିକ ଅପେକ୍ଷାକୃତ ଛୋଟ, ଅଗଭୀର ଏବଂ ନର୍ମଦା କିମ୍ବା ତାପ୍ତି ଭଳି ନଦୀଗୁଡ଼ିକ ସମୁଦ୍ରରେ ମିଶିବା ବେଳେ ତ୍ରିକୋଣଭୂମି ବଦଳରେ ସିଧାସଳଖ ଏଷ୍ଚୁଆରୀ ବା ଜୁଆରିଆ ମୁହାଣ ସୃଷ୍ଟି କରନ୍ତି। ପ୍ରକୃତିର ଏକ ବିପରୀତମୁଖୀ ଖେଳ, ତଥାପି କେତେ ସୁନ୍ଦର। ମନେ ଅଛି ଆମେ ଆରମ୍ଭରୁ ଜଳ ବିଭାଜିକା ବିଷୟରେ କଥା ହେଉଥିଲେ? ଏଠାରେ ତାହାର ଏକ ଚମତ୍କାର ବାସ୍ତବ ଉଦାହରଣ ଦେଖିବାକୁ ମିଳେ। ପଶ୍ଚିମଘାଟ ପର୍ବତମାଳା ଏକ ବିଶାଳ କାନ୍ଥ ପରି ଠିଆ ହୋଇ ଦକ୍ଷିଣ ଭାରତର ମୁଖ୍ୟ ଜଳ ବିଭାଜିକା ଭାବେ କାମ କରେ। ତାହାରି ପ୍ରଭାବରୁ ହିଁ ମହାନଦୀ, ଗୋଦାବରୀ, କୃଷ୍ଣା ଓ କାବେରୀ ପରି ବଡ଼ ବଡ଼ ନଦୀଗୁଡ଼ିକ ପଶ୍ଚିମ ଆଡ଼କୁ ନ ଯାଇ ପୂର୍ବ ଦିଗକୁ ବୋହିଯାଇ ବଙ୍ଗୋପସାଗରରେ ମିଶିବାକୁ ବାଧ୍ୟ ହୁଅନ୍ତି। ଭୂମିର ଉଚ୍ଚତା ହିଁ ଜଳର ରାସ୍ତା ତିଆରି କରେ, ଏହା ତାହାର ସବୁଠୁ ବଡ଼ ପ୍ରମାଣ। ପଞ୍ଚମ ବିଭାଗ, ହ୍ରଦ ଏବଂ ସେଗୁଡ଼ିକର ଉପଯୋଗିତା। ଆସନ୍ତୁ ଦେଖିବା ମଧୁର ଜଳ କେଉଁଠି ସଞ୍ଚିତ ହୋଇ ରହେ। ଏହି ତଥ୍ୟଟି ଶୁଣିଲେ ହୁଏତ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଲାଗିବ। ବିଶ୍ୱରେ ଯେତେ ପାଣି ଅଛି, ତାହାର 97% ହେଉଛି ଲୁଣିଆ ସମୁଦ୍ର ଜଳ, ଯାହା ଆମର କିଛି କାମରେ ଆସେ ନାହିଁ। ବାକି ରହିଲା କେବଳ 3% ମଧୁର ଜଳ। ଆଉ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା, ସେହି 3%ରୁ ପୁଣି 75% କେବଳ ବରଫ ଆକାରରେ ଆବଦ୍ଧ ହୋଇ ରହିଛି। ଟିକେ ଭାବନ୍ତୁ ତ, ଆମ ପିଇବା ପାଇଁ ବା ଚାଷ କରିବା ପାଇଁ ପୃଥିବୀରେ କେତେ କମ୍ ଜଳ ଉପଲବ୍ଧ ଅଛି। ଆଉ ସେଥିପାଇଁ ହିଁ ଦେଶ ଭିତରେ ଥିବା ହ୍ରଦ ଓ ଜଳଭଣ୍ଡାରଗୁଡ଼ିକ ଆମ ପାଇଁ ଅମୂଲ୍ୟ ସମ୍ପଦ। ଆମ ଦେଶରେ କେତେ ପ୍ରକାରର ହ୍ରଦ ରହିଛି ଜାଣନ୍ତି? ପ୍ରକୃତି ଏବଂ ମଣିଷ ଉଭୟ ମିଶି ଏଗୁଡ଼ିକ ବିଭିନ୍ନ ଉପାୟରେ ତିଆରି କରିଛନ୍ତି। ଯେମିତିକି ନଦୀ ନିଜ ବାଙ୍କରୁ କାଟି ହୋଇ ସୃଷ୍ଟି କରେ ଅକ୍ସବୋ ଲେକ୍ ବା ଅଶ୍ୱକ୍ଷୁରାକୃତି ହ୍ରଦ, ଯାହାର ସର୍ବୋତ୍ତମ ଉଦାହରଣ ହେଉଛି ଆମ ଓଡ଼ିଶାର ଅଂଶୁପା। ସମୁଦ୍ରକୂଳରେ ବାଲି ଜମା ହୋଇ ସୃଷ୍ଟି ହୋଇଛି ବିଶାଳ ଚିଲିକା ହ୍ରଦ। ପୁଣି ଭୂମିକମ୍ପ ବା ଭୂ ଆଲୋଡ଼ନ ଯୋଗୁଁ ସୃଷ୍ଟି ହୋଇଛି କାଶ୍ମୀରର ପ୍ରସିଦ୍ଧ ଉଲର ହ୍ରଦ। ଆଉ ମଣିଷ ନିଜେ ଡ୍ୟାମ୍ ତିଆରି କରି ସୃଷ୍ଟି କରିଛି ଗୁରୁ ଗୋବିନ୍ଦ ସାଗର ଭଳି କୃତ୍ରିମ ଜଳଭଣ୍ଡାର। ପ୍ରତ୍ୟେକଟିର ସୃଷ୍ଟି ଅଲଗା, କିନ୍ତୁ ଉପଯୋଗିତା ଅପାର। ଏବେ ଆସିବା ଆମର ଶେଷ ତଥା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଭାଗକୁ, ନଦୀ ପ୍ରଦୂଷଣ ଏବଂ ଆମର ଭବିଷ୍ୟତ। ଏହା ଏମିତି ଏକ ବିଷୟ ଯାହା ଉପରେ ଆମ ସମସ୍ତଙ୍କୁ ଗମ୍ଭୀରତାର ସହ ଚିନ୍ତା କରିବାକୁ ପଡ଼ିବ। ଗଙ୍ଗା ନଦୀର ଗୋଟିଏ ବିଶେଷ ଗୁଣ ଅଛି। ଯଦି କୌଣସି ବଡ଼ ସହରର ମଇଳା ପାଣି ଏଥିରେ ମିଶେ, ତେବେ 20 କିଲୋମିଟର ପ୍ରବାହ ଭିତରେ ନିଜ ଜଳକୁ ସ୍ୱଚ୍ଛ କରିଦେବାର ପ୍ରାକୃତିକ କ୍ଷମତା ଗଙ୍ଗା ନଦୀ ପାଖରେ ରହିଛି। କିନ୍ତୁ ଦୁଃଖର କଥା ହେଉଛି, ଯେଉଁ ହାରରେ ଆଜିକାଲି ସହରୀକରଣ ଓ କଳକାରଖାନା ବଢ଼ି ଚାଲିଛି, ତାହା ପ୍ରଦୂଷଣର ମାତ୍ରାକୁ ଏତେ ବଢ଼ାଇ ଦେଇଛି ଯେ ନଦୀର ଏହି ପ୍ରାକୃତିକ ଶୁଦ୍ଧିକରଣ କ୍ଷମତା ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଉଛି। ତା ସହିତ ନଦୀରୁ ଅତ୍ୟଧିକ ଜଳ ବ୍ୟବହାର ଯୋଗୁଁ ପାଣିର ସ୍ରୋତ ବି କମିଯାଉଛି। ଏହା ପ୍ରକୃତିର ସନ୍ତୁଳନ ପ୍ରତି ଏକ ବଡ଼ ବିପଦ। ଶେଷରେ ଏକ ବହୁତ ବଡ଼ ପ୍ରଶ୍ନ ସାମ୍ନାକୁ ଆସୁଛି, ମଧୁର ଜଳ ବିନା ମଣିଷର ଜୀବନ କିପରି ହେବ? ଟିକେ ଭାବି ଦେଖନ୍ତୁ ତ, ଯଦି ଏହି ନଦୀଗୁଡ଼ିକ ଶୁଖିଯାଆନ୍ତି କିମ୍ବା ବ୍ୟବହାର କରିବା ଅନୁପଯୋଗୀ ହୋଇଯାଆନ୍ତି, ତେବେ ଆମର ଏହି ଆଧୁନିକ ସଭ୍ୟତା କିପରି ତିଷ୍ଠିବ? ଭାରତର ନଦୀଗୁଡ଼ିକ କେବଳ ଭୂଗୋଳ ବହିର ଗୋଟିଏ ଗୋଟିଏ ପୃଷ୍ଠା ନୁହନ୍ତି,
ସେଗୁଡ଼ିକ ହେଉଛନ୍ତି ଆମର ଜୀବନରେଖା। ଆଶା କରେ ନବମ ଶ୍ରେଣୀ ଭୂଗୋଳର ଏହି ଆଲୋଚନା ନଦୀ ବ୍ୟବସ୍ଥାକୁ ସହଜରେ ବୁଝିବାରେ ସାହାଯ୍ୟ କରିବା ସହ ପ୍ରକୃତି ପ୍ରତି ଏକ ନୂତନ ଦୃଷ୍ଟିକୋଣ ପ୍ରଦାନ କରିବ। ଏହି ଗୁରୁତ୍ୱପୂର୍ଣ୍ଣ ଚିନ୍ତାଧାରା ସହିତ ଆଜିର ଏହି ବିଶ୍ଳେଷଣକୁ ଏଠାରେ ଶେଷ କରିବା। ଧନ୍ୟବାଦ।